ତୁମେ ଜାଣିଛ କି ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତି କ'ଣ ପାଇଁ ଅଧୁରା? ଏଇଟା କ'ଣ ଭୁଲ ନୁହେଁ, ଏଇଟା ଭଗବାନଙ୍କ ଇଚ୍ଛା, ଅଧୁରା ରୂପ। এই କାହାଣୀ ଆରମ୍ଭ ହୁଏ ପୁରୀର ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସମୟରୁ। ଭଗବାନ ବିଷ୍ଣୁ ରାଜାଙ୍କ ସ୍ୱପ୍ନରେ ଆସିକି କହିଲେ, ମୋତେ ଏଇ ପୃଥିବୀରେ ଅଲଗାରେ ପୂଜା କରାଯିବ, ମୋର ରୂପ ଅନ୍ୟ ସବୁଠାରୁ ଭିନ୍ନ ହେବ। ଭଗବାନ ଆଦେଶ ଦେଲେ, ନୀଳାଚଳ ଉପକୂଳରେ ସମୁଦ୍ରରେ ଭାସି ଆସିବ ଦାରୁ ବ୍ରହ୍ମା କାଠରୁ ମୋର ବିଗ୍ରହ ଗଢ଼ାଯାଉ। କିନ୍ତୁ ଗୋଟିଏ ସର୍ତ୍ତ ଥିଲା, ଯେବେ ମୂର୍ତ୍ତି ଗଢ଼ା ହେଉଛି କେହି ଦେଖିବେ ନାହିଁ, ନା କେହି ଶବ୍ଦ କରିବେ। ଗୋटे दिन महाराणीଙ୍କ ମନରେ ସନ୍ଦେହ ଉଠିଲା, ଭିତରେ କ'ଣ ଚାଲିଛି? ସେ ଦରଜା ଖୋଲିଦେଲେ। ସେହି ମୁହୂର୍ତ୍ତରେ ବିଶ୍ୱକର୍ମା ଅଦୃଶ୍ୟ ହୋଇଗଲେ। ଭିତରୁ ବାହାରିଲା ଶ୍ରୀ ଜଗନ୍ନାଥ, ବଳଭଦ୍ର ଆଉ ସୁଭଦ୍ରାଙ୍କ ଅଧୁରା ଦେହ। ରାଜା ଭୟଭୀତ ହୋଇଗଲେ, କିନ୍ତୁ ଆକାଶବାଣୀ ହେଲା, ଏଇ ରୂପ ହିଁ ମୋର ଇଚ୍ଛା। ଦେହ ଅଧୁରା ଥିଲେ ବି କୃପା ସମ୍ପୂର୍ଣ୍ଣ। ସେହି ଦିନରୁ ଶ୍ରୀ ଜଗନ୍ନାଥ ଜାତି, ଧର୍ମ, ଉଚ୍ଚା ନିଚା ବିନା ସବୁଙ୍କ ଭଗବାନ ହେଲେ। ଜୟ ଜଗନ୍ନାଥ।